ଜୟ ଜଗନ୍ନାଥ। ମୁଁ ଆଡଭୋକେଟ୍ ସ୍ମୃତି। ଆସନ୍ତୁ ଆଜି ଜାଣିବା ରେଜିଷ୍ଟ୍ରି ମ୍ୟାରେଜ ବିଷୟରେ। ଆପଣ ଯଦି ସେକ୍ସନ୍ 5 ମ୍ୟାରେଜ ବିଷୟରେ କହୁଛନ୍ତି, ସେକ୍ସନ୍ 5 ଆକ୍ଚୁଆଲି ସେକ୍ସନ୍ 5ଟା କ'ଣ? ସେଇଟା ସେକ୍ସନ୍ 5 ହେଉଛି ବିଫୋର୍ ମ୍ୟାରେଜ। ବିଫୋର୍ ମ୍ୟାରେଜ ମାନେ ମ୍ୟାରେଜ ପୂର୍ବରୁ ଯେଉଁଟା ଆପଣଙ୍କର ହେବ ସେଇଟା ହେଉଛି ସେକ୍ସନ୍ 5 1955ରେ ମ୍ୟାରେଜ ଆକ୍ଟ ଅନୁସାରେ ଯାଉଛି। ସେଥିପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କୁ ମିନିମମ୍ ଝିଅର ବୟସ 18 ହେଇଥିବା ଦରକାର ଆଉ ପୁଅର ବୟସ 21 ହେଇଥିବା ଦରକାର। ଆପଣଙ୍କୁ ଡକୁମେଣ୍ଟ ହିସାବରେ ଆପଣଙ୍କୁ ଲାଗିଯିବ ଆଧାର କାର୍ଡ଼ 2 ଜଣଙ୍କର, ମ୍ୟାଟ୍ରିକ୍ ସାର୍ଟିଫିକେଟ୍ 2 ଜଣଙ୍କର। ଯଦି ବି ମ୍ୟାଟ୍ରିକ୍ ସାର୍ଟିଫିକେଟ୍ ତାଙ୍କ ପାଖରେ ନାହିଁ, ତେବେ ଆପଣଙ୍କର ତାଙ୍କର ବାର୍ଥ ସାର୍ଟିଫିକେଟ୍ ଦରକାର ପଡ଼ିବ, ନହେଲେ ସ୍କୁଲ୍ ସାର୍ଟିଫିକେଟ୍। ଯିଏ ଅଧା ପାଠ ପଢ଼ିଛନ୍ତି, ଅଷ୍ଟମ ହଉ ସପ୍ତମ ହଉ ଯେଉଁ ଯାଏ ପାଠ ପଢ଼ିଛନ୍ତି, ସେଥିପାଇଁ ତାଙ୍କୁ ସ୍କୁଲ୍ ସାର୍ଟିଫିକେଟ୍ ହେଇଗଲେ ମଧ୍ୟ ହେଇଯିବ। ସେଥିରେ ଖାଲି ଏଜ୍ ପ୍ରୁଫ୍ଟା ଦେଖାଯାଏ। ଆପଣଙ୍କ ଗୋଟେ ଲାଗିବ ଡକୁମେଣ୍ଟ ଯଦି ଇଲେକ୍ଟ୍ରି ବିଲ୍। ଯଦି ଆପଣଙ୍କ ଘର ଏଇ ଲୋକାଲିଟି ଯେଉଁଠି ସବ୍ ରେଜିଷ୍ଟର ଆପଣ ମ୍ୟାରେଜ୍ କରିବେ, ଯଦି ସେଇ ଲୋକାଲରେ ଆପଣଙ୍କର ଯାଉଛନ୍ତି ଘର ଅଛି, ତେବେ ଆପଣଙ୍କର ଖାଲି ଇଲେକ୍ଟ୍ରି ବିଲ୍ ମଧ୍ୟ ହେଲେ ହେଇଯିବ। କିନ୍ତୁ ଯଦି ସେଠି ଆପଣଙ୍କର କିଛି ଘର ନାହିଁ, ଆପଣ ରେଣ୍ଟରେ ରହୁଛନ୍ତି, ତେଣୁ ଆପଣଙ୍କୁ ଗୋଟେ ରେଣ୍ଟ ଏଗ୍ରିମେଣ୍ଟ କରିବାକୁ ପଡ଼ିବ। ରେଣ୍ଟ ଏଗ୍ରିମେଣ୍ଟ କରିସାରିଲା ପରେ ଆପଣଙ୍କୁ ସେ ଡକୁମେଣ୍ଟ ନେଇକି ସେଠି ସବମିଟ୍ କରିବାକୁ। ଆସନ୍ତୁ ଜାଣିବା ପ୍ରୋସେସଟା କ'ଣ। ପ୍ରଥମେ ଆପଣଙ୍କୁ ଦୁଇ ପ୍ରକାର ବାଟ ଅଛି। ଆପଣ ପ୍ରଥମେ ଚାହିଁଲେ ଆପଣ ଅନଲାଇନରେ ବି ଆପ୍ଲାଏ କରିପାରିବେ ଆଇଜିଓର ସାଇଟ୍କୁ ଯାଇକି। ଯଦି ଆପଣ ଅନଲାଇନରେ ବି ଆପ୍ଲାଏ ନ କରୁଛନ୍ତି, ତେବେ ଆପଣ ଅଫଲାଇନରେ ଡାଇରେକ୍ଟ ସବମିସନ୍ କରିପାରିବେ, କିଛି ଅସୁବିଧା ନାହିଁ। ଆପଣଙ୍କର ଆପ୍ଲିକେସନ୍ ଆପ୍ରୁଭ୍ ହେଲା ପରେ ଆପଣଙ୍କୁ ଗୋଟେ 30 ଦିନର ଗୋଟେ ଅବଜେକ୍ସନ୍ ପିରିୟଡ଼ ରହିବ। ଗୋଟେ ଦେଖନ୍ତୁ ଏଇଭଳି ଗୋଟେ ମ୍ୟାରେଜ୍ ନୋଟିସ୍ ବୁକ୍, ଏଇଟା ଗୋଟେ 30 ଡେଜ୍ର ଗୋଟେ ଅବଜେକ୍ସନ୍ ପିରିୟଡ଼ ରହିବ। ଏ ନୋଟିସ୍ଟା ଆସିବ ଯେତେବେଳେ ଆପଣଙ୍କର 30 ଡେଜ୍ଟା କମ୍ପ୍ଲିଟ୍ ହେବ, ସେତେବେଳେ ଆପଣ କ'ଣ କରିବେ, ଆପଣ ସବ୍ ରେଜିଷ୍ଟ୍ରି ଯାଇକି ମ୍ୟାରେଜ୍ କରିପାରିବେ। ମ୍ୟାରେଜ୍ କରିବା ପରେ ଆପଣଙ୍କର 4ରୁ 5 ଦିନ ପରେ ଆପଣଙ୍କର ଗୋଟେ ସାର୍ଟିଫିକେଟ୍ ଆସିବ, ମ୍ୟାରେଜ୍ ସାର୍ଟିଫିକେଟ୍। ଏଇଭଳିଆ ସାର୍ଟିଫିକେଟ୍ଟା ଆସିବ। ତେଣୁ ଆପଣ ଠକାମିର ଶିକାର ହୁଅନ୍ତୁ ନାହିଁ। ଆପଣ ସବୁ ବୁଝାବୁଝା କରନ୍ତୁ, ସବୁ ବୁଝାବୁଝା କରିକି ହିଁ ଆପ୍ଲାଏ କରିକି କରନ୍ତୁ। ଜୟ ଜଗନ୍ନାଥ।